ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯହୋନ ଲିଖିତ ସୁସମାଚାର 12 ଅଧ୍ୟାୟର 23 ଏବଂ 24 ପଦରେ ଆମେ ପାଠ କରୁ, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟ ପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ ତାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହେଲେ ବହୁତ ଫଳ ଫଳେ। ଗହମ ବୀଜର ଦୃଷ୍ଟାନ୍ତ ଦ୍ୱାରା ପ୍ରଭୁ ଯୀଶୁ ଏଠାରେ ଆପଣା ମୃତ୍ୟୁ ପ୍ରକାଶ କରୁଅଛନ୍ତି। ଯଦି ଗହମ ବୀଜ ଆର୍ଦ୍ର ଜମିରେ ପଡ଼େ ତାହା ଅଙ୍କୁରିତ ହୋଇ ବଢ଼େ। ଯଦି ମାଟି ଖୋଳି ଆମେ ସେହି ଗହମ ବୀଜ ଦେଖିବା ତାହା ମାଟି ତଳେ ମୃତ ଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମର ପାପର ବୋଝ ଆପଣା ଉପରେ ନେଇ ଆମ ବଦଳେ ମୃତ୍ୟୁ ଭୋଗିଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ, ତାହାଙ୍କୁ ଗ୍ରହଣ କରେ, ସେ ପାପ କ୍ଷମା ପ୍ରାପ୍ତ ହୁଏ। ସେହିପରି ଜଣେ ବ୍ୟକ୍ତି ପ୍ରଭୁଙ୍କଠାରେ ପାପ ପ୍ରତି ମୃତ ହେବ। ଯେଉଁ ପ୍ରଭୁ ଯୀଶୁ ମନୁଷ୍ୟ ପାଇଁ ମୃତ୍ୟୁଭୋଗ କରି ତୃତୀୟ ଦିବସରେ ଉତ୍ଥିତ ହେଲେ, ତାଙ୍କଠାରେ ବିଶ୍ୱାସକାରୀ ପ୍ରଭୁଙ୍କ ଦ୍ୱାରା ଧାର୍ମିକ ଗଣିତ ହେବ। ଏହାର ଅର୍ଥାତ୍ ପୁନରୁତ୍ଥିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଜଣେ ବ୍ୟକ୍ତି ପରିତ୍ରାଣ ପ୍ରାପ୍ତ ହୁଏ। ସେହିପରି ଲୋକେ ପ୍ରଭୁଙ୍କ ନିମନ୍ତେ ଫଳ ସ୍ୱରୂପ ଅଟନ୍ତି। ଆମର ପ୍ରାର୍ଥନା ଏହି ଯେ ଆପଣ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ। ଧନ୍ୟବାଦ।